हेलो पिलाମାନେ ୱେଲକମ୍ କରୁଛି ତୁମମାନଙ୍କୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଆ ଏକାଡେମୀ କ୍ଲାसेସ୍ରେ। ତ ହିଷ୍ଟ୍ରି ଯାଇ ପାର୍ଟ 3 ଯେଉଁ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ପେପର୍ ଥିଲା ତାର ପାର୍ଟ 3 ରହିଯାଇଥିଲା 2024ର ଯେଉଁ ଆନୁଆଲ୍ ଏକ୍ଜାମ୍ ଥିଲା MCQ କ୍ୱେଶ୍ଚନ୍ ଗୁଡ଼ାକ। ଓକେ, ଏବେ ଆମେ ଯାହାକି ଡିସ୍କସନ୍ କରିଦେବା। ଓକେ, ତ ପିଲାମାନେ ଦେଖ, ତାହିକ୍ ଇ ହିନ୍ଦ୍। ଓକେ, ତାହିକ୍ ଇ ହିନ୍ଦ୍ ପୁସ୍ତକ କିଏ ରଚନା କରିଥିଲେ? ତ ତାହିକ୍ ଇ ହିନ୍ଦ୍ ପୁସ୍ତକ ଆଲବେରୁଣି ରଚନା କରିଥିଲେ। କେଉଁ ଶିଳାଲେଖ ଖାରବେଳଙ୍କ ଇତିହାସ ଉପରେ ଆଲୋକପାତ କରେ? ତ ପିଲାମାନେ ହାତୀଗୁମ୍ଫା ଶିଳାଲେଖ ଖାରବେଳଙ୍କ ଇତିହାସ ଉପରେ ଆଲୋକପାତ କରେ। ଭାରତର କେଉଁ ରାଜ୍ୟରେ ଲୋଥାଲ ଅବସ୍ଥିତ? ଭାରତର ଗୁଜରାଟ ଠାରେ ଲୋଥାଲ ଅବସ୍ଥିତ। ବୈଦିକ ଯୁଗରେ ନିମ୍ନଲିଖିତ ଅଧିକାରୀମାନଙ୍କ ମଧ୍ୟରୁ କିଏ ରାଜସ୍ୱ ଆଦାୟ ଦାୟିତ୍ୱ ଥିଲେ? ତ ବୈଦିକ ଯୁଗରେ ନିମ୍ନଲିଖିତ ଅଧିକାରୀମାନଙ୍କ ମଧ୍ୟରୁ ଯାହାକି ଭାଗଦୁଘ, ଅପସନ୍ ଡି ଦେଖ, ଭାଗଦୁଘ ରାଜସ୍ୱ ଆଦାୟ ଦାୟିତ୍ୱରେ ଥିଲେ। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ନିମ୍ନଲିଖିତ ରାଜ୍ୟମାନଙ୍କ ମଧ୍ୟରୁ କେଉଁଟି ଗଣରାଜ୍ୟ ଥିଲା? ତ ମଲ୍ଲ, ଅପସନ୍ ଡି ଦେଖ, ମଲ୍ଲ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ରାଜ୍ୟମାନଙ୍କ ମଧ୍ୟରୁ ଗୋଟେ ଗଣରାଜ୍ୟ ଥିଲା। ଗୌତମ ବୁଦ୍ଧ କେଉଁ ସ୍ଥାନରେ ଦିବ୍ୟଜ୍ଞାନ ଲାଭ କରିଥିଲେ? ତ ଗୌତମ ବୁଦ୍ଧ ପିଲାମାନେ ବୁଦ୍ଧଗୟା ଠାରେ, ଅପସନ୍ ଏ ଦେଖ, ବୁଦ୍ଧଗୟା ଠାରେ ଦିବ୍ୟଜ୍ଞାନ ଲାଭ କରିଥିଲେ। ଅଶୋକଙ୍କର ରାଜତ୍ୱ ସମୟରେ କଳିଙ୍ଗର ରାଜଧାନୀର ନାମ କ'ଣ ଥିଲା? ତ ଅଶୋକଙ୍କର ରାଜତ୍ୱ କାଳରେ କଳିଙ୍ଗର ରାଜଧାନୀ ଥିଲା ତୋଶାଲି। ମହାଯାନ ସୂତ୍ରାଳଙ୍କାର ପୁସ୍ତକର ଲେଖକ କିଏ ଥିଲେ? ତ ମହାଯାନ ସୂତ୍ରାଳଙ୍କାର ପୁସ୍ତକ ଲେଖକ ଥିଲେ ଅସଙ୍ଗ। ଓକେ, ଅପସନ୍ ବି ଦେଖ, ଅସଙ୍ଗ। କେଉଁ ଶାସକଙ୍କ ଶାସନ କାଳରେ ଇବନ ବତୁତା ଭାରତ ଆସିଥିଲେ? ତ ପିଲାମାନେ ଦେଖ, ଇବନ ବତୁତା ମହମ୍ମଦ ବିନ୍ ତୁଗଲକଙ୍କ ସମୟରେ ଯାହାକି ଭାରତ ଆସିଥିଲେ। ଦିଲ୍ଲୀରେ ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ? ତ ଦିଲ୍ଲୀରେ ପିଲାମାନେ ଦେଖ, ଲାଲକିଲ୍ଲା ଶାହାଜାହାନ ନିର୍ମାଣ କରିଥିଲେ। ଦିଲ୍ଲୀରେ ଯାହାକି ଲାଲକିଲ୍ଲା ଶାହାଜାହାନ ନିର୍ମାଣ କରିଥିଲେ। ଭାରତରେ ଚିକ୍ତି ସମ୍ପ୍ରଦାୟର ପ୍ରତିଷ୍ଠାତା କିଏ ଥିଲେ? ତ ଚିକ୍ତି ସମ୍ପ୍ରଦାୟର ପ୍ରତିଷ୍ଠିତ ଭାରତରେ ଯାହାକି ମୁଇନୁଦ୍ଦିନ ଚିକ୍ତି ଥିଲେ। ଓକେ, ମୁଇନୁଦ୍ଦିନ ଚିକ୍ତି ଫାର୍ଷ୍ଟ ଅପସନ୍ଟା। ଭାରତରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା କିଏ ପ୍ରଚଳନ କରିଥିଲେ? ଲର୍ଡ କର୍ଣ୍ଣୱାଲିସ୍। ପିଲାମାନେ ଲର୍ଡ କର୍ଣ୍ଣୱାଲିସ୍ ଯାହାକି ଭାରତରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କରିଥିଲେ। କେଉଁ ବର୍ଷ ଓଡ଼ିଶା ଡିଭିଜନ ସହିତ ସମ୍ବଲପୁର ମିଶ୍ରଣ ହୋଇଥିଲା? ତ 1905 ମସିହାରେ ଯାହାକି ପିଲାମାନେ ଓଡ଼ିଶା ଡିଭିଜନ ସହିତ ସମ୍ବଲପୁର ମିଶ୍ରଣ ହୋଇଥିଲା। ଭାରତର ସମ୍ବିଧାନ ସଭାର ସଭାପତି କିଏ ଥିଲେ? ତ ଭାରତର ସମ୍ବିଧାନ ସଭାର ସଭାପତି ଥିଲେ ପିଲାମାନେ ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଓକେ, ଅପସନ୍ ବି। କେଉଁ ଓଡ଼ିଶା ମହିଳା ଭାରତୀୟ ଜାତୀୟ କଂଗ୍ରେସର ଏକ ଅଧିବେଶନରେ ପ୍ରଥମେ ଭାଷଣ ଦେଇଥିଲେ? ତ ପିଲାମାନେ ଦେଖ, ସରଳା ଦେବୀ। ଏ କ୍ୱେଶ୍ଚନ୍ ବାରମ୍ବାର ଭାଇ ରିପିଟ୍ ହେଉଛି। ସରଳା ଦେବୀ ଓଡ଼ିଶା ମହିଳା ଭାରତୀୟ ଜାତୀୟ କଂଗ୍ରେସରେ ଏକ ଅଧିବେଶନରେ ପ୍ରଥମ ଭାଷଣ ଦେଇଥିଲେ। ଶୂନ୍ୟସ୍ଥାନ ପୂରଣ କର। ଡ୍ୟାନ୍ସଙ୍କ ଶାସନ ସମୟରେ ହୁଏନ୍ସା ଭାରତ ଆସିଥିଲେ? ତ ହର୍ଷବର୍ଦ୍ଧନଙ୍କ ଶାସନ ସମୟରେ ହୁଏନ୍ସା ଭାରତ ଆସିଥିଲେ। ମହେଞ୍ଜୋଦାରୋ ସିନ୍ଧୁ ପ୍ରଦେଶର ଡ୍ୟାସ୍ ଜିଲ୍ଲାରେ ଅବସ୍ଥିତ? ତ ପିଲାମାନେ ଦେଖ, ଲାରକାନା। ମହେଞ୍ଜୋଦାରୋ ସିନ୍ଧୁ ପ୍ରଦେଶର ଲାରକାନା ଜିଲ୍ଲାରେ ଅବସ୍ଥିତ। ପିଲାମାନେ ଋଗ୍ ବୈଦିକ ଯୁଗରେ ଡ୍ୟାସ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେବତା ଥିଲେ? ତ ଋଗ୍ ବୈଦିକ ଯୁଗରେ ଇନ୍ଦ୍ର ଭଗବାନ ଯାହାକି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେବତା ଥିଲେ। ବୌଦ୍ଧ ଧର୍ମର ସବୁଠାରୁ ମହତ୍ୱପୂର୍ଣ୍ଣ ଗ୍ରନ୍ଥ କ'ଣ? ତ ବୌଦ୍ଧ ଧର୍ମର ସବୁଠାରୁ ମହତ୍ୱପୂର୍ଣ୍ଣ ଗ୍ରନ୍ଥ ହେଉଛି କ'ଣ ନା ତ୍ରିପିଟକ। ଦୁଇ ଭାଗରେ ବିଭକ୍ତ କରିଥିଲା। ତ ପିଲାମାନେ ଦେଖ, ସରଜୁ ନଦୀ। ଓକେ, ସରଜୁ ନଦୀ କୌଶଳ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିଥିଲା। ମହାବୀର ଡ୍ୟାସ୍ ଭାଷାରେ ନିଜର ଧର୍ମବାଣୀ ପ୍ରଚାର କରିଥିଲେ? ତ ମହାବୀର ଯାହାକି ପିଲାମାନେ କୋଉ ଭାଷାରେ, ମାନେ ଅର୍ଦ୍ଧ ମାଗଧୀ ଭାଷାରେ ଯାହାକି ନିଜର ଧର୍ମବାଣୀ ପ୍ରଚାର କରିଥିଲେ, ଅର୍ଦ୍ଧ ମାଗଧୀ। ମୌର୍ଯ୍ୟ ଶାସନ କାଳରେ ଡ୍ୟାସ୍ ଗ୍ରାମର ମୁଖ୍ୟ ଥିଲେ? ତ ମୌର୍ଯ୍ୟ ଶାସନ କାଳରେ ଗ୍ରାମର ମୁଖ୍ୟ ଥିଲେ ଗ୍ରାମିକ। ଏହା ମଧ୍ୟ ବାରମ୍ବାର ରିପିଟ୍ ହେଉଛି ଏ କ୍ୱେଶ୍ଚନଟି। ମୌର୍ଯ୍ୟ ଶାସନ କାଳରେ ଯାହାକି ଗ୍ରାମିକ ଗ୍ରାମର ମୁଖ୍ୟ ଥିଲେ। ଡ୍ୟାନ୍ସକୁ ଶସ୍ୟ ଚିକିତ୍ସାର ଜଣକ ବୋଲି ବିବେଚନା କରାଯାଏ? ତ ପିଲାମାନେ ଦେଖ,
सुश्रुत ओके सुश्रुत को जहाँकि शल्य चिकित्सार जनक बोली विवेचना कराए फ्रांकायस बर्नियर डैश देशर अधिवासी थिले तो से जहाँकि फ्रांस ओके फ्रांस रो अधिवासी थिले डैश कबीर गुरु थिले तो कबीर गुरु थिले रामानंद ओके रामानंद जहाँकि कबीर गुरु थिले दारिद्र्य और भारत रे ब्रिटिश शासन पुस्तक लेखक किए थिले तो दारिद्र्य एवं भारत रे ब्रिटिश शासन पुस्तक लेखक थिले दादा भाई नारोजी ओके लखनऊ ठारे डैश 1857 विद्रोहर नेतृत्व नहीं तो लखनऊ ठारे पिला माने बेगम हजरत महल ओके बेगम हजरत महल जहाँकि नेतृत्व नहीं लखनऊ ठारे फोर्ट विलियम दुर्ग ब्रिटिश माने डैश ठारे निर्माण करथिले तो फोर्ट विलियम दुर्ग ब्रिटिश माने जहाँकि पिला माने कोलकाता ठारे निर्माण करथिले ओके डैश मसिया रे फिलिप डफ कमिटी गठन होइतिला तो 1924 मसिया रे 1924 मसिया रे पिला माने फिलिप वुड कमिटी गठन होइतिला भारतीय संविधान जनक किए थिले बी आर अंबेडकर जहाँकि पिला माने भारतीय संविधान जनक थिले तो पिला माने रहुची पुणी देखाबो नेक्स्ट वीडियो रे ओके।